ମନ୍ଦିରର ପତାକା ବଦଳାଯାଏ। ଯଦି କୌଣସି ଦିନ ଭୁଲରେ ବି ଗୋଟେ ଦିନ ମନ୍ଦିରର ପତାକା ବଦଳାଯାଏ ନାହିଁ, ତାହେଲେ ଏ ମନ୍ଦିର 18 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ଏହାର କାରଣ କ'ଣ? ଆଉ ଗୋଟେ କଥା, ମନ୍ଦିର ମୁଖ୍ୟ ଦ୍ୱାରରେ 22ଟି ପାହାଚ ଅଛି। ସେହି 22ଟି ପାହାଚକୁ ଚଢ଼ିବା ପାଇଁ ସେହି 22 ପାହାଚ ପାର କରିବା ପାଇଁ ପଡ଼େ। କିନ୍ତୁ ପ୍ରଥମରେ ଯେଉଁ 3ଟି ପାହାଚ ଅଛି, ତୃତୀୟ ପାହାଚକୁ ପାଦ ଦେବା ମନା। କ'ଣ ପାଇଁ? ହେଲେ ଏମିତି କ'ଣ ପାଇଁ? ଆଉ ଜଗନ୍ନାଥ ମନ୍ଦିରର ପୁରା ଇତିହାସ, ତା ସହିତ ତା ସାଙ୍ଗକୁ ଏହାର ସହ ରହିଥିବା 15ଟି ରହସ୍ୟମୟ ଘଟଣା, ଯାହାକି ଆପଣମାନଙ୍କୁ ଆଗକୁ ଆଶ୍ଚର୍ଯ୍ୟ କରିଦେବ। ତ ଆସନ୍ତୁ ଆରମ୍ଭ କରିବା ଏହି ରହସ୍ୟମୟ କାହାଣୀଗୁଡ଼ିକୁ। ଜଗନ୍ନାଥ ମନ୍ଦିର ପରମ୍ପରା ବୁଝି ହେଉନଥିବା କାହାଣୀ ଭିତରକୁ ନେଇଯିବା। ଆପଣମାନେ ଜଗନ୍ନାଥ ମନ୍ଦିର ରହସ୍ୟମୟ ୟୁଟ୍ୟୁବରେ ବାରମ୍ବାର ଶୁଣିଥିବେ ସେହି ଗୋଟିଏ କଥାକୁ। ମନ୍ଦିରର ପତାକା ପବନରେ ବିପରୀତ ଦିଗରେ ଉଡ଼େ।